तार खाई तार गाई हाँ गाओ। ये गुरु पत्नी किया बापा ओले हरिछि सुनो तुम बापांकर सुनो हे इंद्र कुमार गौतम ऋषि आश्रमे पाठ पढ़े श्रीकृष्ण का भगिनी सुभद्रा हाँ ए निशी अर्ध समय हाँ गोलक वैकुंठ को त्याग कर अच्छा आज्ञा को नाटपा मंदिर को हाँ। उद्देश्य नहीं आसीछ आज्ञा पचारुछंती कहि दिए समस्त को फोन कर ये केते फोन नंबर रखी रे हैं सते कि हाँ को उद्देश्य नहीं आसीछ कहि दिए दूता हां हां तेबे कहूची सुना कुह दूता हां तेबे तुम आज्ञा को कहूची तांकी काले बुझी दिबे आज्ञा को कहियो हाँ मते कहियोन नहीं हौ कुह आज्ञा को कुह तेबे कहूची सुना कुह सुना हे वीरा अर्जुना सुना हे वीरा अर्जुना आसे आते मोहे तमा पासे ना हे वीरा नसे ना करो अपना विवश हे बहु आशा मोहि करे खोदेना से ते हर गाओ रे बेरा कमता को कर पारे बेबस है बंदा पौना बेले बंदा पौना बेले तुम्हारो पाछाबे देखे ना डाले मेरा बसी गाले बाबा गाले बेबसा है अर्घ्य बंदापना समय रे अर्जुन का रूपकांति को मोहित होई आज्ञाकर रूपकांति रे मोहित होई मो प्रीति सकासे आसी अछि कोन कोन कहलो प्रीति कहलो मा पहांतिया हेलानी दांत घसी न एक कथा किंदी पाटे धरि दलो केन बा हेमा हां ए जो प्रीति हां चाखी छ चाखी नि कोई तो चाखिया गासी ओ चाखी न तो चाखिया को आई चाखी छी सते गिरे हां एमा हां एडी की पिल्ला हां नहीं नहीं तमे एडी की पिल्ला
କେଡେ ସରଧାରେ କହିଦେଲ ଦିଟା ଅକ୍ଷର କଣ ପ୍ରୀତି। କିଅଣ୍ଡ ହେଲା ରେ କଣ ପାଇଁ? ପୁଲିସ ପୁଲିସ ମୁଁ ଜାଣିନି ମୁଁ ଆଧାର କାର୍ଡରେ ଦେଖିଲେ କହି ଏ! ନାଇଁ ହେଇନି କାଲି ଏମା। ପୁଲିସ 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 ଏମା ହଁ ପ୍ରୀତି କରିବ ହଁ କେଡେ ସରଧାରେ ଦିଟା ଅକ୍ଷର କହିଦେଲ, କହିଦେବାକୁ ବଡ ସହଜ। ସହଜ ପ୍ରୀତି ହଁ କହିଦେଲ, କିନ୍ତୁ ତାର ଗଭୀରତା କେତେ, ତାର ଭାବ କେମିତି, ଓଉଟା କଣ ଜାଣିଛ ନା ନାଇଁ? ନାହିଁ ମୁଁ ଜାଣିନି ଏମା ହୁଁ, ହବଡବ ହେଇଯିବ। କଣ ସେ ପ୍ରୀତିରେ ଯଦି ଲାଳସାରେ ପଡିଯିବ ହଁ ତାହେଲେ ହବଡବ ହେଇଯିବ। ହେଲେ ହେବି ପଚିଶ ନା ପ୍ରୀତି କରିବି ପ୍ରୀତି ସକାଶେ ଆସିଛ, ପ୍ରୀତି କରିବ ଯିବ। ହଁ ହେଲେ ମା ହଁ ମୁଁ ତମକୁ ଟିକେ ବୁଝେଇ ଦେଉଛି ପ୍ରୀତିର ଗଭୀରତା କେତେ, ହଁ ତାର ଭାବ କେମିତି। ହଁ ତମ ଇଚ୍ଛା ହେଲେ ପ୍ରୀତି କରିବ, ନହେଲେ ଯିବ ଆଉ। ହୁଁ, ହେଲା, ହଉ ପ୍ରୀତିର ଗଭୀରତା ୟାକୁ ନେଇ, ଏ ପ୍ରୀତି ଦୁଇଟି ଅକ୍ଷରକୁ ନେଇ ଆମର ବିଦଗ୍ଧ ଚିନ୍ତାମଣିରେ ଅଭିମନ୍ୟୁ ସାମନ୍ତ ସିଂହାର ଗୋଟିଏ ପଦ ପ୍ରମାଣ ଦେଇଛନ୍ତି। କଣ ବୋଲି ପ୍ରମାଣ ଦେଇଛନ୍ତି ଶୁଣିବ? ହଁ ଅନଳ ରୁହଇ ଦେହ ଦହଇ ଅସ୍ତ୍ର ରୁହଇ ରମେ ଭେଦଇ নুহাই তারা বুড়ায় কুড়া নুহাই মাতা করে বিভাড়া হে নুহাই দাসী। জলে মানামি না নিয়ে আকর্ষি দুহরি বড়াসি। ଅଭିମନ୍ୟୁ ସାମନ୍ତ ସିଂହାର ସୁନ୍ଦର ପ୍ରୀତି ନିମନ୍ତେ ଗୋଟିଏ ପଦ ଲେଖିଲେ ସୁନ୍ଦର ଭାବରେ। କଣ ବୋଲି ଅନଳ ନୁହଇ ଦେହ ଦହଇ ଅସ୍ତ୍ର ନୁହଇ ମରମେ ଭେଦଇ ହଁ ନୁହଇ ତଳ ବୁଡାଏ କୂଳ ନୁହଇ ମାଦକ କରେ ବିହଳ ଆଚ୍ଛା ନୁହଇ ବଡସି ଜଳେ ମନ ମିନ ନିଆ କରିଛି। ହଁ ଏମା ହଁ ଏ ପ୍ରୀତି ନିଶାରେ ଯିଏ ପଡିଗଲା, ହଁ ଅନଳ ନୁହଇ ଦେହ ଦହଇ ଆଚ୍ଛା ନିଆଁ ନଥିବ। ହଁ ପ୍ରୀତି ନିଶାରେ ଯଦି ଜଣେ ପଡିଗଲା ଆଜ୍ଞା, ନିଆଁ ନଥିବ କିନ୍ତୁ ଦେହଟା ତାର ଜଳୁଥିବ। ଆଚ୍ଛା ସେ ନିଶା ସେମିତି ଆଜ୍ଞା, ଦେହଟା ଜଳିବ। ହଁ ଅନଳ ନୁହଇ ଦେହ ଦହଇ ଅସ୍ତ୍ର ନୁହଇ ମରମେ ଭେଦଇ ଆଚ୍ଛା ଅସ୍ତ୍ର ଶସ୍ତ୍ର କିଛି ଦେହରେ ବାଜୁ ନଥିବ, କିନ୍ତୁ ଛାତିଟା ତାର କୋରି ବିଦାରି ହେଉଥିବ। ପ୍ରୀତି ପାଖକୁ କେମିତି ଯିବେ, ପ୍ରୀତିଟା କେମିତି ମୁଁ କରିବି, ହଁ ଏମିତି ଏକା କୋରି ବିଦାରି ହେଉଥିବ। ଅସ୍ତ୍ର ଶସ୍ତ୍ର କିଛି ବାଜୁ ନଥିବ। ଆଚ୍ଛା ନୁହାଇ ତ ଜଳ ବୁଡାଏ କୂଳ, ପାଣି ନଥିବ କୂଳ ବୁଡିଯିବ। କୌଣସି ପାଣି ନଥିବ କୂଳ ବୁଡିଯିବ। କାହିଁକି ନା ପ୍ରୀତି ଲାଳସାରେ ପଡିଗଲା, ଗୋଟେ ରାତି ଅଧରେ କାହା ଘରକୁ ଯାଇଥିବ, କିଏ ପକେଇଦବ, ଗୋଟେ ବୋଲି ପୁଅ ହେଇଥିବ, ହଁ କୂଳ ବୁଡିଲା। ବୁଝିଲୁ, ହଁ ପାଣି ନଥିଲେ ମଧ୍ୟ କୂଳ ବୁଡି ଯାଉଛି ଏ ଆଚ୍ଛା। ପ୍ରୀତି ସକାଶେ। ହଁ ନୁହଇ ବଡସି, ଲାଠି କଣ୍ଟା ନଥିବ। ଗୋଟେ ଲାଠିକାର ଲାଠି କଣ୍ଟାଟି ଧରିକିରି ଯିବ, ଲାଠି କଣ୍ଟା ଅଗ୍ରରେ କିଛି ଖାଦ୍ୟ ପଦାର୍ଥ ଦେଇ ଜଳ ଭିତରକୁ ଛାଡିବ। ମାଛଟା କେତେ ଦୂରରେ ଥିଲେ ମଧ୍ୟ ଆସିବ ଖାଇଦେବ। ଖାଦ୍ୟ ପଦାର୍ଥ ଦେଖି ଆସିବ ଖାଇବାକୁ। ଆସିଲେ ସେ
ଲାଠି କଣ୍ଟାରେ ଲାଗିବ ତାର ପ୍ରାଣଟା ଯିବ। କିନ୍ତୁ ଲାଠି କଣ୍ଟା ନଥାଇ ମଧ୍ୟ ଏ ପ୍ରୀତି ଯେତେ ଦୂରରେ ଥିଲେ ମଧ୍ୟ ଆକର୍ଷିତ ହେଇ ତା ପାଖକୁ ଧାଇଁ ଆସିବ। କଣ୍ଟା ବାଡ଼ କିଛି ମାନିବନି। ରାତି ଅଧ ହେଲେ ଜଣା ପଡିବନି। ଯେତେବେଳେ ରାତି ଅଧରେ ଆସିବ ସେତେବେଳେ ତା ପ୍ରାଣଟା ମଧ୍ୟ ଚାଲିଯିବ। ହଁ ଯେ ସତ ନା ହାତୁଟା ସିଆଡେ ଦେଖେ ନା ରେ। ଏ ମା ହଁ ଇଏ ଗଲା ପ୍ରୀତିର ଗଭୀରତା। ଆଚ୍ଛା ଆଉ ଭାବ ଜାଣିଛ? ନାହିଁ ରୁ ତ ଜାଣିନ ଜାଣିନ ନାଇଁ ଭାବ ଶୁଣିବ। ହଁ ଏ ମା ହଁ ଏ ପ୍ରୀତିରେ ହଁ କି ଭାବ ଅଛି ମୁଁ ଜାଣିନି ଜାଣିନ? ନାଇଁ ଏ ଜଣା ତ ନ ଗଲା କିଛି, ଶୁଣା ତ ନ ଗଲା କିଛି, ଜଣା ତ ନ ଗଲା କିଛି, ଶୁଣା ତ ନ ଗଲା କିଛି, ପ୍ରୀତିରେ କି ଭାବ ଅଛି। ହଁ ଛପନଙ୍ଗ ନାରାବଣ ବର ପାଇଛି, ଛପନଙ୍ଗ ନାରାବଣ ବର ପାଇଛି। তুহি তাহরি 14 গন্ডারে প্রাণ হারিছি, তুহি তাহরি 14 গন্ডারে প্রাণ হারিছি, ভিতরে কি ভাব আছে ଭୀମାମଣି ହଁ ଲଙ୍କାଧିପତି ରାବଣ ହଁ ବ୍ରହ୍ମାଙ୍କୁ ତପସ୍ୟାରେ ତୋଷ କରି ହଁ 56 ଗଣ୍ଡା ଯୁଗକୁ ଅମର ବର ମାଗିଥିଲା। ଆଚ୍ଛା ବ୍ରହ୍ମା ସେତେବେଳେ ତଥାସ୍ତୁ କହିଥିଲେ। ହଁ କିନ୍ତୁ ପ୍ରକୃତରେ ବ୍ରହ୍ମା 56 ଗଣ୍ଡା ଯୁଗକୁ ଅମର ବର ଦେଇନାହାନ୍ତି ରାବଣକୁ। କଣ ପାଇଁ ଜାଣିଛ? କଣ ପାଇଁ ଯେତେବେଳେ ବ୍ରହ୍ମାଙ୍କୁ ହଁ ରାବଣ ତପସ୍ୟାରେ ତୋଷ କଲା ହଁ ସେତେବେଳେ ବ୍ରହ୍ମା କହିଲେ କଣ 14 ଗଣ୍ଡା ଯୁଗକୁ ଅମର ବର ଦେଲେ। ଆଚ୍ଛା କିନ୍ତୁ ରାବଣ ଭାବିଲା ବ୍ରହ୍ମାଙ୍କର 4ଟା ମୁଖ, ହଁ ବ୍ରହ୍ମାଙ୍କର 4ଟା ମୁଖରେ ରାବଣ ଭାବିଲା 14 ଚଉକୁ 56 ଆଚ୍ଛା 4ରେ ଗୁଣି ଦେଲା। ହଁ ବୋଇଲା 4ଟା ମୁଣ୍ଡ 14 ଯେତେବେଳେ କହିଲେ 56 ଗଣ୍ଡା ଯୁଗକୁ ମୁଁ ଅମର ହେଇଗଲି। ହଁ କିନ୍ତୁ ରାବଣର ମନ ଭାଙ୍ଗିଲାନି। ହୁଁ ତଥାପି ରାବଣର ମନ ଶାନ୍ତି ହେଲାନି। ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ ଭାଇମାନେ। ତଥାପି ବ୍ରହ୍ମାଙ୍କୁ ମାଗିଲା ମତେ ଅମର ବର ଦେଇଦିଅ। ଆଚ୍ଛା ସେତେବେଳେ ବ୍ରହ୍ମା କହିଲେ ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହୋଇ ଦେବତା ହେଲେ ମରଇ, ହଁ ଜନ୍ମ ହେଇଛୁ ମରିବୁ, ହଁ ମୁଁ ମଧ୍ୟ ଜନ୍ମ ହଉଛି ମରୁଛି, ତେଣୁ କରି ଅମର କେହି ହେଇନାହାନ୍ତି, ଅମର ହେଇପାରିବ ନାହିଁ। ହେବେନି ସେତେବେଳେ ବ୍ରହ୍ମା କହିଲେ କଣ ଗୋଟେ କାମ କରେ, ଯେତେ ଦିନ ବଞ୍ଚିଥିବୁ ଐଶ୍ୱର୍ଯ୍ୟ ଭୋଗ କରିବୁ। ହଁ ଗୋଟେ ଚିତ୍ରପଟ ଦେଖେଇଲେ। ଏ ଚିତ୍ରପଟଟା ଦେଖିଥା, ଏ ସୀତା ନାମ୍ନୀ କନ୍ୟା, ୟାକୁ ଯେବେ ହରଣ କରିବୁ ତୋର ମୃତ୍ୟୁ ଦିବସ ଗଣା ହେଇଯିବ। ଆଚ୍ଛା ସେତେବେଳେ ରାବଣ କହିଲା ମୋର 2ଟା ପ୍ରକୃତି, କଣ କଣ ଗୋଟିଏ ହେଲା ଐଶ୍ୱରିକ ପ୍ରକୃତି, ଆଉ ଗୋଟିଏ ହେଲା ମହାପଣ୍ଡିତ ରାବଣ। ହଁ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଁ ମହାପଣ୍ଡିତ ରାବଣ, ହଁ ମୋ ସହ କେହି ପାଣ୍ଡିତ୍ୟରେ ପରାକ୍ରମ ହେବେ ନାହିଁ। ଆଚ୍ଛା ଆଉ ଦ୍ୱିପହରରୁ ସନ୍ଧ୍ୟା ପର୍ଯ୍ୟନ୍ତ, ରାତି ପାହିଲା ପର୍ଯ୍ୟନ୍ତ ମୋର ଦେହରେ ଐଶ୍ୱରିକ ଶକ୍ତି ପ୍ରବାହ ହୁଏ। ମୁଁ ସେତେବେଳେ ହିତାହିତ ଜ୍ଞାନ ଭୁଲିଯାଏ। ତେଣୁକରି ମୋର ମୃତ୍ୟୁ ଭେଦଟା ଲେଖି କରିଦିଅ। ସେତେବେଳେ ବ୍ରହ୍ମା ଲେଖି କରିଦେଲେ ସୀତାହରଣ ରାବଣ ମରଣ।
ସୀତା ହରଣ ରାବଣ ମରଣ ସୀତାକୁ ହରିବୁ ରାବଣ ମରିବୁ ହଁ ସେଇଠି ସେ ପତ୍ରିକାଟାକୁ ଧରି ଆସିଲା ରାବଣ ଦେଖିଲା କୋଉଠେ ମାରିବି ଏପଟେ ସିଂହାସନ ସେପଟେ ମାରିଦେଲା ନୀତି ପଢୁଛି ନୀତି ଶୁଣୁଛି ଆଚ୍ଛା ତଥାପି ସୀତାଙ୍କୁ ହରଣ କଲା ହଁ 14 ଗଣ୍ଡା ଯୁଗରେ ପ୍ରାଣରେ ବିନାଶ ହେଲା ଗଲା ପ୍ରୀତିରେ ଅକୀର୍ତ୍ତି ହେଲାନି ହେଲା ଯେ ହଁ ଆଉ କିଏ କଲା ଆଉ କିଏ ସେ କଲା ହଁ ଇଏ ଦେଖ ଭାଇ ବୋହୁ ହରିବାଳି ରାଜା ମରିଛି ଭାଇ ବୋହୁ ହରିବାଳି ରାଜା ମରିଛି କିସ୍କିନ୍ଧ୍ୟା ନୃପତି ବାଳି ମହାରାଜ ହଁ ନିଜର କନିଷ୍ଠ ଭାଇ ସୁଗ୍ରୀବର ସ୍ତ୍ରୀ ରୋମାଙ୍କୁ ହରଣ କରିବାରୁ ପ୍ରାଣର ବିନାଶ ହୋଇଛି ଆଚ୍ଛା ପ୍ରୀତିରେ ଅକୀର୍ତ୍ତି ହେଲାନି ହେଲା ଯେ ଆଉ କିଏ କଲା ଦେଖିବ ହଁ ଶୁଣିବ ହଁ ଆସ ଦେଖ ତାରା ସଙ୍ଗେ ମାଟି ଚନ୍ଦ୍ର ପକ୍ଷେ ବଢୁଛି ଛିଡୁଛି ତାରା ସଙ୍ଗେ ମାଟି ଚନ୍ଦ୍ର ପକ୍ଷେ ବଢୁଛି ଛିଡୁଛି ପ୍ରୀତିରେ ଶିଖାବତୀ ବୃହସ୍ପତିଙ୍କର ଭାର୍ଯ୍ୟା ତାରାବତୀକୁ ଚନ୍ଦ୍ର ହରଣ କରିବାରୁ ହଁ ପକ୍ଷୁଟେ ବଢୁଛି ପକ୍ଷୁଟେ ଛିଡୁଛି ଛିଡୁଛି ପ୍ରୀତିରେ ଅକୀର୍ତ୍ତି ହେଲାନି ହେଲା ଯେ ହଁ ଆଉ କିଏ କଲା ଆଉ କିଏ କଲା ଶୁଣିବ ହଁ ଆଉ କିଏ କଲା ଶୁଣିବ ହଁ ଏ ମା ହଁ କାହା କଥା କହିବି ଯାହାର ଖାଇଛି ତାର ଗାଈ ହଁ ଗାଓ ହଁ ହଁ ହୁଗୁଳା ଏ ହୁଗୁଳା ଆମେ ଏଇଠି ଶପଥ କରିଥିଲେ ଯାହାର ଖାଇବା ତାର ଗାଇବା ବୁଝିଲି ହଁ ଇଏ ଗୁରୁ ପତ୍ନୀ କିଆ ବାପା ଓଳେ ହରିଛି କା ବାପାରେ ମାମୁ କା ବାପା କହିବି ଆକା କା ବାପା ଆ ବାପା ଏଡେ ନାଲୁଆଟା କିରା କହିବି ବାପା ଆକା କହିବି ଆକା आ बापा एडे नालुआटा छे छे नज्जाते नागुने मुहतिले मर्दाटी दौड़ दे माराने बड़ा कथा सुनला मर्दाटी सटरे मर्दाटी आज्ञा पहातिया पहर फ्रिज रे रहला हळिया लागियो बस नागियो केना मामो मुहतिले दौड़ दे की बिछ गाई मर्दाटी पांचन करे पोपर कोठे पटर बच्चे ठीक